ଆପଣଙ୍କର ଗୋଟେ ଦିନର 24 ଘଣ୍ଟା ସମୟକୁ କିଛି ଲୋକ 8 ଘଣ୍ଟା 8 ଘଣ୍ଟାରେ ଭାଗ କରନ୍ତି, କିନ୍ତୁ ସେମିତି ନୁହେଁ। ସେଇଟା ପ୍ରକୃତରେ 7 ଘଣ୍ଟା 8 ଘଣ୍ଟା ଆଉ 9 ଘଣ୍ଟାରେ ଭାଗ କର। ଯେମିତିକି ରାତିରେ 7 ଘଣ୍ଟା କମ୍ପ୍ଲିଟ୍ ନିଦ, ଦିନରେ 8 ଘଣ୍ଟା ହାର୍ଡ଼ୱାର୍କ ମାନେ କଠିନ ପରିଶ୍ରମ କରିବାକୁ ପଡ଼ିବ। ବାକି ଯେଉଁ 9 ଘଣ୍ଟା ରହିଲା, ସେଇ 9 ଘଣ୍ଟା ମଧ୍ୟରୁ ଆପଣ ପରିବାର ପାଇଁ କିଛି ସମୟ ଦେବେ, ଆପଣଙ୍କର ସମ୍ପର୍କୀୟ ପାଇଁ କିଛି ସମୟ ଦେବେ, ଆଉ ବନ୍ଧୁବାନ୍ଧବ ତାଙ୍କ ପାଇଁ କିଛି ସମୟ ଦେବେ, ଆଉ ନିଜର ସ୍ୱାସ୍ଥ୍ୟ ମାନେ ଆପଣ ଏକ୍ସରସାଇଜ୍ କରିବେ, ଆଉ ସକାଳେ ସନ୍ଧ୍ୟାରେ ଆପଣଙ୍କ ନିତ୍ୟକର୍ମ ଯେଉଁ ଅଛି ସେଗୁଡ଼ାକ କରିବେ, ପ୍ରାର୍ଥନା କିଛି ସମୟ କରିବେ, ଆଉ ଆପଣଙ୍କ ସ୍ୱାସ୍ଥ୍ୟ ବି ଦେଖିବେ, ଆପଣଙ୍କ ଖାଦ୍ୟ ସେଇଟା ବି ଦେଖିବେ, ଆଉ କିଛି ସମୟ ସେବାରେ ଦେବାକୁ ପଡ଼ିବ, ଆଉ କିଛି ସମୟ ଶାନ୍ତି ପାଠ ପାଇଁ ଦେବେ, ଆଉ ଲାଷ୍ଟକୁ ଗୋଟେ ଘଣ୍ଟା କ'ଣ କରିବେ, ଆପଣ ନିଜ ଖୁସି ପାଇଁ ମଧ୍ୟ କିଛି କରିବେ। ଏଇଭଳି କରନ୍ତୁ, ଦେଖିବ ସବୁ ଆପଣଙ୍କର ଲାଇଫ୍ ପୁରା ସନ୍ତୁଳନ ଠିକ୍ ହେଇଯିବ।